ଏବେ ଦେଖିବା ଓଡ଼ିଶାରେ ଗଙ୍ଗବଂଶର ଶାସନ। ଗଙ୍ଗବଂଶରେ କେଉଁ ରାଜାମାନେ ସବୁ ଶାସନ କରିଥିଲେ ବି ଦେଖିବା ହେଲା। ଓଡ଼ିଶାରେ ଦେଖିବା ଗଙ୍ଗବଂଶରେ ଚୋଡ଼ଗଙ୍ଗଦେବ, ପ୍ରଥମ ନରସିଂହ ଦେବ, ପୁରୀର ଜଗନ୍ନାଥ ମନ୍ଦିର କଥା ଜାଣିବା, ଆଉ କୋଣାର୍କର ସୂର୍ଯ୍ୟ ମନ୍ଦିର କଥା ଜାଣିବା ହେଲା। ଚୋଡ଼ଗଙ୍ଗ ଦେବଙ୍କ ବିଷୟରେ, ପ୍ରଥମ ନରସିଂହ ଦେବଙ୍କ ବିଷୟରେ, ପୁରୀ ଜଗନ୍ନାଥ ମନ୍ଦିର ଆଉ କୋଣାର୍କ ସୂର୍ଯ୍ୟ ମନ୍ଦିର। ତ ସୋମବଂଶୀ ଶାସନର ଅବସାନ ପରେ, ସୋମବଂଶୀଙ୍କ ପରେ ଆସିଗଲେ ଓଡ଼ିଶାରେ କିଏ ନା ଗଙ୍ଗବଂଶ ରାଜତ୍ୱ ଆରମ୍ଭ ହୋଇଗଲା। ଦୀର୍ଘ 300 ବର୍ଷ ଗଙ୍ଗମାନେ 300 ବର୍ଷ ଗଙ୍ଗମାନଙ୍କର ଏହି ଶାସନ ମଧ୍ୟଯୁଗୀୟ ଓଡ଼ିଶାରେ ଗୋଟେ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲା। ଯଦି ପ୍ରଶ୍ନ କରାଯାଏ ତ ଏହି ଗଙ୍ଗବଂଶୀମାନେ ଓଡ଼ିଶାରେ କେତେ ବର୍ଷ ଶାସନ କରିଥିଲେ ନା 300 ବର୍ଷ ଶାସନ କରିଥିଲେ। ଓଡ଼ିଶାର ପଡ଼ୋଶୀ ହିନ୍ଦୁ ରାଜ୍ୟଗୁଡ଼ିକୁ ମୁସଲମାନ ଆକ୍ରମଣର ଶିକାର ହେଉଥିଲା ବେଳେ ଓଡ଼ିଶା ଥିଲା ଏହାର ବ୍ୟତିକ୍ରମ। ଅର୍ଥାତ୍ ଓଡ଼ିଶାର ପାଖାପାଖି ପଡ଼ିଶା ଅଞ୍ଚଳଗୁଡ଼ିକୁ ମୁସଲମାନମାନେ ଆକ୍ରମଣ କରିଥିଲେ, କିନ୍ତୁ ଓଡ଼ିଶା ସେ ପର୍ଯ୍ୟନ୍ତ ମୁସଲମାନମାନଙ୍କ ଆକ୍ରମଣର ଶିକାର ହୋଇ ନଥିଲା। ଗଙ୍ଗମାନଙ୍କର ବୀରତ୍ୱ ବଳରେ ଦୀର୍ଘ ଦିନ ଧରି ଓଡ଼ିଶା ଗୋଟେ ସ୍ୱାଧୀନ ହିନ୍ଦୁ ରାଷ୍ଟ୍ର ରୂପେ ତିଷ୍ଠି ରହିଥିଲା। ତ ଗଙ୍ଗମାନଙ୍କର ସ୍ଥାପତ୍ୟର ଶ୍ରେଷ୍ଠ ନିଦର୍ଶନ ରୂପେ ପୁରୀ ଜଗନ୍ନାଥ ମନ୍ଦିର ଆଉ କୋଣାର୍କ ସୂର୍ଯ୍ୟ ମନ୍ଦିର ଏବେ ମଧ୍ୟ ଦଣ୍ଡାୟମାନ। ଏହି ଗଙ୍ଗବଂଶୀ ନିର୍ମାଣ କରିଥିବା ପୁରୀ ଜଗନ୍ନାଥ ମନ୍ଦିର ଆଉ କୋଣାର୍କ ମନ୍ଦିର ଏବେ ମଧ୍ୟ ରହିଛି। ତାହେଲେ ଗଙ୍ଗବଂଶର ରାଜା ପ୍ରଥମେ ଚୋଡ଼ଗଙ୍ଗ ଦେବଙ୍କ କଥା ଜାଣିବା। ତ ଗଙ୍ଗମାନେ ପ୍ରଥମେ ଶ୍ରୀକାକୁଲମ ଜିଲ୍ଲା, ଯେଉଁଟାକି ଆମର ଆନ୍ଧ୍ରପ୍ରଦେଶରେ ରହିଛି, ଶ୍ରୀକାକୁଲମ ଜିଲ୍ଲାର ମୁଖଲିଙ୍ଗମ ଅଞ୍ଚଳରେ ପ୍ରଥମେ ଶାସନ କରୁଥିଲେ। ତାପରେ ବଜ୍ରହସ୍ତ ଦେବ ଆଉ ତାଙ୍କ ପରେ ରାଜରାଜ ଦେବଙ୍କ ପ୍ରଚେଷ୍ଟାରେ ଏହି ରାଜବଂଶ ପରାକ୍ରମଶାଳୀ ହୋଇଥିଲା। ବଂଶଧାରା ନଦୀ କୂଳରେ ଥିଲା କ'ଣ ନା କଳିଙ୍ଗ ନଗର, ବର୍ତ୍ତମାନ ଯେଉଁଟାକି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାରେ ଥିବା ମୁଖଲିଙ୍ଗମ ହେଲା। କଳିଙ୍ଗ ନଗର ଥିଲା ଗଙ୍ଗମାନଙ୍କର ରାଜଧାନୀ। ଗଙ୍ଗମାନଙ୍କର ରାଜଧାନୀ କେଉଁଟା ଥିଲା ନା କଳିଙ୍ଗ ନଗର। ତାପରେ ରାଜରାଜ ଦେବଙ୍କ ମୃତ୍ୟୁ ପରେ ଚୋଡ଼ଗଙ୍ଗ ଦେବ, ରାଜରାଜ ଦେବ ତାଙ୍କ ପରେ ଆସିଗଲେ କି ରାଜରାଜ ଦେବଙ୍କ ପରେ ଚୋଡ଼ଗଙ୍ଗ ଦେବ, ଯିଏକି 1077 ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ। ତାହେଲେ ଚୋଡ଼ଗଙ୍ଗ ଦେବ କେବେ ସିଂହାସନ ଆରୋହଣ କରିଥିଲେ ନା 1077 ଖ୍ରୀଷ୍ଟାବ୍ଦରେ ଚୋଡ଼ଗଙ୍ଗ ଦେବ ସିଂହାସନ ଆରୋହଣ କରିଥିଲେ। ସେ ରାଜ୍ୟ ଜୟ ମାଧ୍ୟମରେ ଗୋଟେ ବିଶାଳ ଗଙ୍ଗ ସାମ୍ରାଜ୍ୟ ପ୍ରତିଷ୍ଠା କରିଦେଲେ। ତାଙ୍କର ଦୀର୍ଘ 70 ବର୍ଷ, ସେ ଦୀର୍ଘ କେତେ ବର୍ଷ ରାଜତ୍ୱ କରିଥିଲେ ବା ଶାସନ କରିଥିଲେ 70 ବର୍ଷ। ତ ଓଡ଼ିଶା ଗୋଟେ ସମୃଦ୍ଧ ଆଉ ଶକ୍ତିଶାଳୀ ରାଜ୍ୟରେ ପରିଣତ ହୋଇଯାଇଥିଲା। ତ ଗଙ୍ଗବଂଶୀୟ ରାଜତ୍ୱ ବର୍ତ୍ତମାନ କ'ଣ ନା ଅଧୁନା ଶ୍ରୀକାକୁଲମ ଜିଲ୍ଲାରେ ଆରମ୍ଭ ହୋଇଥିଲା ଓ କଳିଙ୍ଗ ନଗର ଚୋଡ଼ଗଙ୍ଗ ଦେବଙ୍କ ରାଜଧାନୀ ଥିଲା ହେଲା। ତାଙ୍କର ରାଜତ୍ୱ ଆରମ୍ଭ ହୋଇଥିଲା କେଉଁଠି ଶ୍ରୀକାକୁଲମ ଜିଲ୍ଲାରେ, ଆଉ କଳିଙ୍ଗ ନଗର ତାଙ୍କର ରାଜଧାନୀ ଥିଲା। ବର୍ତ୍ତମାନ ଦେଖିବା ଚୋଡ଼ଗଙ୍ଗ ଦେବଙ୍କ ସାମ୍ରାଜ୍ୟ ବିସ୍ତାର କେମିତି ହେଇଥିଲା। ଚୋଡ଼ଗଙ୍ଗ ଦେବ ଜଣେ ଦିଗ୍ବିଜୟୀ ସମ୍ରାଟ ରୂପେ ବିଖ୍ୟାତ। ସେ ସୋମବଂଶୀମାନଙ୍କର ଶେଷ ରାଜା। ସୋମବଂଶୀଙ୍କ ପରେ ଆସିଗଲେ ଗଙ୍ଗବଂଶୀ, ତେଣୁକରି ସୋମବଂଶୀମାନଙ୍କର ଶେଷ ରାଜା କର୍ଣ୍ଣଦେବଙ୍କୁ ପରାଜିତ କରିଥିଲେ। ପ୍ରଶ୍ନ କରାଯାଏ ଏଠି କ'ଣ ନା ଚୋଡ଼ଗଙ୍ଗ ଦେବ କାହାକୁ ପରାସ୍ତ କରିଥିଲେ ନା ସୋମବଂଶୀ ରାଜା କର୍ଣ୍ଣଦେବଙ୍କୁ ପରାଜିତ କରିଥିଲେ। 1110 ଖ୍ରୀଷ୍ଟାବ୍ଦରେ ଉତ୍କଳକୁ ସେ ଅଧିକାର କରିଥିଲେ ହେଲା। ଉତ୍କଳକୁ କେବେ ଅଧିକାର କଲେ? 1110 ଖ୍ରୀଷ୍ଟାବ୍ଦରେ। ୟା ପରେ ସେ ବଙ୍ଗ ଆକ୍ରମଣ କରିକି ତାପରେ ବଙ୍ଗକୁ ଆକ୍ରମଣ କରିକି ଆରମ୍ୟ ଏବଂ ରାଢ଼ ଦୁଇଟି ଅଞ୍ଚଳ, ବଙ୍ଗର ଦୁଇଟି ଅଞ୍ଚଳ ତାକୁ ନିଜ ଅଧୀନକୁ ଆଣିଲେ। ସେ ମଧ୍ୟ ଦକ୍ଷିଣ ଭାରତରେ ଥିଲା କ'ଣ ନା ବେଙ୍ଗୀ ରାଜ୍ୟକୁ ତାଙ୍କ ସାମ୍ରାଜ୍ୟଭୁକ୍ତ କରିଦେଇଥିଲେ ହେଲା। ଏଠି ବଙ୍ଗ ଅଧିକାର କଲେ, ତାପରେ ଦକ୍ଷିଣ ଭାରତରେ ଥିଲା ବେଙ୍ଗୀ, ସେ ରାଜ୍ୟକୁ ମଧ୍ୟ ନିଜ ସାମ୍ରାଜ୍ୟଭୁକ୍ତ କରିଦେଲେ। ଏହା ଫଳରେ ତାଙ୍କ ସାମ୍ରାଜ୍ୟ ଉତ୍ତରରେ ଗଙ୍ଗା ନଦୀଠାରୁ ଦକ୍ଷିଣ ଭାରତରେ ଥିବା ବେଙ୍ଗୀ ରାଜ୍ୟକୁ ତାଙ୍କର ସାମ୍ରାଜ୍ୟଭୁକ୍ତ କରିଥିଲେ। ଏହା ଫଳରେ ତାଙ୍କ ସାମ୍ରାଜ୍ୟ ଗଙ୍ଗା ନଦୀଠାରୁ ଗୋଦାବରୀ ପର୍ଯ୍ୟନ୍ତ ତାଙ୍କର ବିସ୍ତାର ଲାଭ କରିଥିଲା। ତାପରେ ଏହା ଫଳରେ ତାଙ୍କ ସାମ୍ରାଜ୍ୟ ଗଙ୍ଗାରୁ ଗୋଦାବରୀ ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା, ତାମାନେ ବିରାଟ ବଡ଼ ସାମ୍ରାଜ୍ୟ ହୋଇଯାଇଥିଲା। ସେ ବାରଙ୍ଗ, କଟକ, ଚୌଦ୍ୱାର, ଯାଜପୁର, ଅମରାବତୀ, ଯେଉଁଟାକି ଅମରାବତୀ ଆଉ କଟକ ଜିଲ୍ଲାର ଯେଉଁଟାକି ଛତିଆ ହେଲା, ଅମରାବତୀ
ଏଠାରେ ସେ ଦୁର୍ଗମାନ ନିର୍ମାଣ କରିଥିଲେ। କେତେକ ଐତିହାସିକ ଏହା ବିଶ୍ୱାସ କରନ୍ତି, ମାନେ ପୁରା ସଠିକ୍ ପ୍ରମାଣ ନ ମିଳିଲେ ମଧ୍ୟ ଐତିହାସିକମାନେ ଏହା କହିଛନ୍ତି। ଏକ ବିଶାଳ ସାମ୍ରାଜ୍ୟ ସୃଷ୍ଟି କରି ଚୋଡ଼ଗଙ୍ଗଦେବ ନିଜକୁ ମହାରାଜାଧିରାଜ, ତ୍ରିକଳିଙ୍ଗାଧିପତି, ଶ୍ରୀଗଙ୍ଗ ଚୂଡ଼ାମଣି ଏହିସବୁ ଉପାଧିରେ ଭୂଷିତ କରିଥିଲେ। ତାପରେ 1147 ଖ୍ରୀଷ୍ଟାବ୍ଦରେ ସେ ପ୍ରାଣତ୍ୟାଗ କଲେ। ତାପରେ ତାଙ୍କର ରାଜ୍ୟ ଶାସନ କଥା ଦେଖିବା, କିଭଳି ରାଜ୍ୟ ଶାସନ ସେ କରୁଥିଲେ। ଚୋଡ଼ଗଙ୍ଗ ଦେବ ଥିଲେ ଜଣେ ସୁଶାସକ, ଭଲ ଶାସକ ଜଣେ ଥିଲେ। ପ୍ରଜାମାନେ ତାଙ୍କୁ ବହୁତ ଭଲ ପାଉଥିଲେ। ସେ ଉତ୍ପନ୍ନ ଶସ୍ୟର 1/6 ଯେତିକି ଶସ୍ୟ ଲୋକ ଉତ୍ପାଦନ କରୁଥିଲେ, 6 ଭାଗରୁ 1 ଭାଗ କର ରୂପେ ଆଦାୟ କରୁଥିଲେ। ୟା ବ୍ୟତୀତ ବାଣିଜ୍ୟ କର, ଲବଣ କର, ବନ୍ୟଜାତ ଦ୍ରବ୍ୟ ଉପରେ ମଧ୍ୟ କର ଧାର୍ଯ୍ୟ କରିକି ମାନେ ନେଉଥିଲେ ଲୋକମାନଙ୍କଠୁ। ଆଉ ରାଜକୋଷକୁ ବହୁତ ଅର୍ଥ ଏଥିପାଇଁ ଆସୁଥିଲା। ସେ ସମସ୍ତ ଅର୍ଥ ଲୋକହିତକର କାର୍ଯ୍ୟରେ ଲଗାଉଥିଲେ। ସେ ଅର୍ଥକୁ ସେ କେଉଁଥିରେ ଲଗାଉଥିଲେ? ଲୋକମାନଙ୍କ ହିତ ପାଇଁ ଲଗାଉଥିଲେ। ବିଭିନ୍ନ ଧର୍ମାଦି କାର୍ଯ୍ୟରେ ମଧ୍ୟ ବିନିଯୋଗ କରୁଥିଲେ। କିମ୍ବଦନ୍ତୀ ଅଛି ଯେ କୁହାଯାଏ ଭୁବନେଶ୍ୱର ନିକଟବର୍ତ୍ତୀ କୌଶଲ୍ୟା ଗଙ୍ଗ ଜଳାଶୟ ସେ ଖନନ କରିଥିଲେ। କୌଶଲ୍ୟା ଗଙ୍ଗ ଜଳାଶୟ କିଏ ଖନନ କରିଥିଲେ? ନା ଚୋଡ଼ଗଙ୍ଗ ଦେବ ଖନନ କରିଥିଲେ ବୋଲିକି କୁହାଯାଏ। ଏଠି କିଛି ଜାଣିବା କଥା ଦିଆଯାଇଛି, ଦେଖିନେବା। ଚୋଡ଼ଗଙ୍ଗ ଦେବ ପୁରୀରେ ଜଗନ୍ନାଥ ମନ୍ଦିର ନିର୍ମାଣ କରିବା କଥା କେଉଁଥିରୁ ଆମେ ଜାଣିବା? ନା ଦାସଗୋବା ଅଭିଲେଖରୁ ଆମେ ଜାଣିପାରିବା ଯେ ଚୋଡ଼ଗଙ୍ଗ ଦେବ ପୁରୀରେ ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ। ସତାନାଦ ଭାସ୍ୱତୀ ଯେଉଁ ପୁସ୍ତକ ଲେଖିଥିଲେ, ଭାସ୍ୱତୀରେ ସ୍ୱର୍ଗୀୟ ପିଣ୍ଡଗୁଡ଼ିକର ସ୍ଥିତି ଚଳନ ସମ୍ପର୍କରେ ଲେଖିଥିଲେ। ସେହିପରି ଭାବରେ ଓଡ଼ିଶାର କେହି ବରପୁତ୍ର ଗ୍ରହ ନକ୍ଷତ୍ରମାନଙ୍କ ଉପରେ ଯଦି କିଛି ଉପାଦେୟ ପୁସ୍ତକ ଲେଖିଛନ୍ତି, ତାହେଲେ ସାଙ୍ଗମାନଙ୍କ ସହିତ ତୁମେ ଆଲୋଚନା କରିବ। କିଏ କ'ଣ ସବୁ ଲେଖିଛନ୍ତି ଆଲୋଚନା କରିବ। ଏବେ ଭାସ୍ୱତୀ କଥା ପଢ଼ିଲେ, ଚୋଡ଼ଗଙ୍ଗ ଦେବ ସାହିତ୍ୟର ପୃଷ୍ଠପୋଷକତା କରୁଥିଲେ। ତାଙ୍କ ସମୟରେ ସତାନାଦ ଲେଖିଥିଲେ କ'ଣ? ନା ଭାସ୍ୱତୀ ନାମକ ଗୋଟେ ପୁସ୍ତକ ଲେଖିଥିଲେ। ତାହେଲେ ଭାସ୍ୱତୀ ପୁସ୍ତକ କିଏ ଲେଖିଥିଲେ? ସତାନାଦ। ଭାସ୍ୱତୀ ପୁସ୍ତକ କାହା ସମୟରେ ଲେଖା ହେଇଥିଲା? ଚୋଡ଼ଗଙ୍ଗ ଦେବଙ୍କ ସମୟରେ। ଏଥିରେ କ'ଣ ଥିଲା? ନା ଯାହାକି ସ୍ୱର୍ଗୀୟ ପିଣ୍ଡଗୁଡ଼ିକର ସ୍ଥିତି ଚଳନ ସମ୍ପର୍କରେ ସୂଚନା ଦେଇଥାଏ। ଚୋଡ଼ଗଙ୍ଗ ଦେବ ଧର୍ମ କ୍ଷେତ୍ରରେ ମଧ୍ୟ ସହନଶୀଳ ପ୍ରଦର୍ଶନ କରିଥିଲେ। ସେ ଶୈବ ଥିଲେ। ଏଇଟା ପ୍ରଶ୍ନ ପଡ଼େ ବି। ଚୋଡ଼ଗଙ୍ଗ ଦେବ କେଉଁ ଧର୍ମ ଗ୍ରହଣ କରିଥିଲେ? ନା ସେ ଶୈବ ଥିଲେ, ଶିବଙ୍କ ଉପାସକ ଶୈବ। ପରବର୍ତ୍ତୀ ସମୟରେ ତାପରେ ସେ ବୈଷ୍ଣବ ଧର୍ମ ଗ୍ରହଣ କରିଥିଲେ। ପ୍ରଥମେ ଶୈବ ଥିଲେ, ତାପରେ ବୈଷ୍ଣବ ଧର୍ମ ଗ୍ରହଣ କଲେ। ସେ ପୁରୀଠାରେ ବିଶ୍ୱବିଖ୍ୟାତ ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ। ଜଗନ୍ନାଥ ମନ୍ଦିର କିଏ ନିର୍ମାଣ କରିଥିଲେ? ତାହେଲେ ଚୋଡ଼ଗଙ୍ଗ ଦେବ। ତାଙ୍କ ସମୟରେ ବୈଷ୍ଣବ ଧର୍ମର ବିଶିଷ୍ଟ ପ୍ରଚାରକ ଥିଲେ କିଏ? ନା ରାମାନୁଜ, ଯିଏକି ଓଡ଼ିଶାକୁ ଆସିଥିଲେ। ରାମାନୁଜ କାହା ସମୟରେ ଓଡ଼ିଶାକୁ ଆସିଥିଲେ? କାହା ସମୟରେ ଆସିଥିଲେ? ଚୋଡ଼ଗଙ୍ଗ ଦେବଙ୍କ ସମୟରେ, ହେଲା। ଆଉ ରାମାନୁଜ ହେଉଛନ୍ତି ବୈଷ୍ଣବ ଧର୍ମର ବିଶିଷ୍ଟ ପ୍ରଚାରକ, ଯାହାଫଳରେ କି ସେ ଶୈବ ଥିଲେ ଏବଂ ବୈଷ୍ଣବ ଧର୍ମକୁ ଗ୍ରହଣ କଲେ। ତାପରେ ଚୋଡ଼ଗଙ୍ଗ ଦେବ ଯାଜପୁର ଠାରେ ଗଙ୍ଗେଶ୍ୱର ଶିବ ମନ୍ଦିର ଆଉ ସୀମାଞ୍ଚଳମ୍ ଠାରେ ଗୋଟେ ବିଷ୍ଣୁ ମନ୍ଦିର ନିର୍ମାଣ କରିଥିଲେ। ଚୋଡ଼ଗଙ୍ଗ ଦେବ ଆଉ କ'ଣ ନିର୍ମାଣ କରିଛନ୍ତି? ଯାଜପୁରରେ ଗଙ୍ଗେଶ୍ୱର ଶିବ ମନ୍ଦିର ଆଉ ସୀମାଞ୍ଚଳମ୍, ଯେଉଁଟାକି ବର୍ତ୍ତମାନ ସେଇ ଆନ୍ଧ୍ରପ୍ରଦେଶରେ ସେଠି ବିଷ୍ଣୁ ମନ୍ଦିର ନିର୍ମାଣ କରିଥିଲେ। ତାଙ୍କର ରାଣୀ ଥିଲେ କିଏ? ନା କସ୍ତୁରୀ କାମୋଦିନୀ। ସେ ଟିକାଲି ଠାରେ, କେଉଁଠି? ନା ଟିକାଲି ଠାରେ ଗୋଟେ ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ। ତାପରେ ଜାଣିବା ପ୍ରଥମ ନରସିଂହ ଦେବଙ୍କ ବିଷୟରେ। ପ୍ରଥମ ନରସିଂହ ଦେବ ଥିଲେ ଗଙ୍ଗ ବଂଶର ଜଣେ ପ୍ରଖ୍ୟାତ ନରପତି। ସେ 1238 ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ। ତାଙ୍କ ସମୟରେ ଗଙ୍ଗ ସାମ୍ରାଜ୍ୟ ଉନ୍ନତିର ଚରମ ସୀମାରେ ପହଞ୍ଚି ଯାଇଥିଲା। ଓଡ଼ିଶା ଇତିହାସରେ ସେ ଲାଙ୍ଗୁଳା ନରସିଂହ ଦେବ ରୂପେ ପରିଚିତ। ପ୍ରଥମ ନରସିଂହ ଦେବଙ୍କୁ ଲାଙ୍ଗୁଳା ନରସିଂହ ଦେବ କୁହାଯାଏ। କାହିଁକି ଜାଣିଛ? ତ ପ୍ରଥମ ନରସିଂହ ଦେବଙ୍କୁ ଲାଙ୍ଗୁଳା ନରସିଂହ ଦେବ କୁହାଯାଏ କାହିଁକି? ସେ ଚାଲିଲା ବେଳେ ତାଙ୍କର ଯେଉଁ ରାଜକୀୟ ପୋଷାକ, ରାଜା ଦେଖିଥିବ କେମିତି ପୋଷାକ ପିନ୍ଧନ୍ତି, ବିଭିନ୍ନ ଟିଭି ସିରିଏଲରେ ଦେଖିଥିବ। ଧର ସେଇ ରାଜକୀୟ ପୋଷାକଟି କ'ଣ ହେଉଥିଲା? ନା ଭୂମିକୁ ସ୍ପର୍ଶ କରୁଥିଲା, ଅର୍ଥାତ୍ ପଛପଟେ ମାଟିରେ ଘୁଷୁରୁଥିଲା। ତାହା ଲାଙ୍ଗୁଳ ପରି ଦେଖାଯାଉଥିବାରୁ ତାଙ୍କ ନାମକରଣ ଏଇଭଳି କରାଯାଇଛି। ବର୍ତ୍ତମାନ ଦେଖିବା ପ୍ରଥମ ନରସିଂହ ଦେବଙ୍କ ରାଜ୍ୟଜୟ ବିଷୟରେ ଜାଣିବା। ପ୍ରଥମ ନରସିଂହ ଦେବ ଜଣେ ଦିଗ୍ବିଜୟୀ ସମ୍ରାଟ ରୂପେ ପରିଚିତ। ସେ ବଙ୍ଗର ଶାସକ ତୁଘ୍ରିଲ ତୁଘାନ ଖାଁଙ୍କୁ ପରାଜିତ କରିକି ବଙ୍ଗଳାର ବର୍ଦ୍ଧମାନ, ହୁଗୁଳି ଆଉ ମେଦିନପୁର ଆଦି ଅଞ୍ଚଳକୁ ଓଡ଼ିଶା ସାମ୍ରାଜ୍ୟରେ ମିଶାଇ ଦେଇଥିଲେ। ତାହେଲେ ପ୍ରଥମ ନରସିଂହ ଦେବ କାହାକୁ
ପରାଜିତ କରିଥିଲେ। ବଙ୍ଗର ଶାସକ ତୁଘ୍ରିଲ ତୁଘାନ ଖାଁଙ୍କୁ ପରାଜିତ କଲେ। ଆଉ ବଙ୍ଗଳାର କେଉଁ କେଉଁ ଅଞ୍ଚଳ ଗୁଡ଼ିକ ନା ବର୍ଦ୍ଧମାନ, ହୁଗୁଳି ଆଉ ମେଦିନୀପୁରକୁ ଓଡ଼ିଶା ସହିତ ମିଶାଇ ଦେଇଥିଲେ। ସେ ତେଲେଙ୍ଗାନାର ରାଜା ଗଣପତିଙ୍କୁ ପରାସ୍ତ କରିଥିଲେ। ତାଙ୍କ ସମୟରେ ଗଙ୍ଗ ସାମ୍ରାଜ୍ୟ ଉନ୍ନତିର ଚରମ ସୀମାରେ ପହଞ୍ଚି ଯାଇଥିଲା। ତାପରେ ପ୍ରଥମ ନରସିଂହ ଦେବଙ୍କ ରାଜ୍ୟ ଶାସନ ସମ୍ପର୍କରେ ଜାଣିବା। ପ୍ରଥମ ନରସିଂହ ଦେବ ଜଣେ ସୁଶାସକ ଥିଲେ। ତାଙ୍କ ସମୟରେ ସାହିତ୍ୟ, କଳା, ସ୍ଥାପତ୍ୟର ବିକାଶ ଘଟିଥିଲା। ସଂସ୍କୃତ ସାହିତ୍ୟରେ ତାଙ୍କର ଅଗାଧ ପାଣ୍ଡିତ୍ୟ ରହିଥିଲା। ବିଦ୍ୟାଧର ତାଙ୍କ ରାଜସଭାର ଜଣେ ବିଶିଷ୍ଟ କବି ଥିଲେ। ଇଏ ପ୍ରଶ୍ନ ପଡ଼େ। ପ୍ରଥମ ନରସିଂହ ଦେବଙ୍କର ରାଜସଭାର ବିଶିଷ୍ଟ କବି କିଏ ଥିଲେ ନା ବିଦ୍ୟାଧର ଥିଲେ। ସେ ଏକାବଳୀ ନାମକ ଗୋଟେ ପ୍ରସିଦ୍ଧ ଅଳଙ୍କାର ଶାସ୍ତ୍ର ରଚନା କରିଥିଲେ। ତାହେଲେ ଏକାବଳୀ ଅଳଙ୍କାର ଶାସ୍ତ୍ର କିଏ ରଚନା କରିଥିଲେ ନା ବିଦ୍ୟାଧର କିଏ ନା ସେ ପ୍ରଥମ ନରସିଂହ ଦେବଙ୍କ ରାଜସଭାର ଜଣେ ବିଶିଷ୍ଟ କବି ଥିଲେ। ପ୍ରସିଦ୍ଧ ଗ୍ରନ୍ଥ ସାହିତ୍ୟ ଦର୍ପଣର ରଚୟିତା ବିଶ୍ୱନାଥ କବିରାଜ ତାଙ୍କ ସମସାମୟିକ ଥିଲେ। ହେଲା, ଏହି ସମୟରେ ଆଉ କିଏ ନା ସାହିତ୍ୟ ଦର୍ପଣ ରଚନା କରିଥିଲେ କିଏ ନା ବିଶ୍ୱନାଥ କବିରାଜ। ପ୍ରଥମ ନରସିଂହ ଦେବ କୋଣାର୍କର ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିଥିଲେ କିଏ? ପ୍ରଥମ ନରସିଂହ ଦେବ। ଆଉ ଚୋଡ଼ଗଙ୍ଗ ନିର୍ମାଣ କଲେ ପୁରୀର ଜଗନ୍ନାଥ ମନ୍ଦିର। ବାଲେଶ୍ୱର ଜିଲ୍ଲାର ରେମୁଣା ନିକଟରେ କ୍ଷୀରଚୋରା ଗୋପୀନାଥ ମନ୍ଦିର ଏଇ ପ୍ରଥମ ନରସିଂହ ଦେବଙ୍କ ସମୟର କୀର୍ତ୍ତି। ସେ ମଧ୍ୟ ଭୁବନେଶ୍ୱରରେ ସଦାଶିବ ମଠ ନିର୍ମାଣ କରିଥିଲେ। ଭୁବନେଶ୍ୱରଠାରେ ସଦାଶିବ ମଠ ବି ନିର୍ମାଣ କରିଛନ୍ତି ପ୍ରଥମ ନରସିଂହ ଦେବ। 1294 ଖ୍ରୀଷ୍ଟାବ୍ଦରେ ପ୍ରଥମ ନରସିଂହ ଦେବଙ୍କର ତାପରେ ମୃତ୍ୟୁ ହୋଇଯାଇଥିଲା। ବର୍ତ୍ତମାନ ପୁରୀର ଜଗନ୍ନାଥ ମନ୍ଦିର ସମ୍ପର୍କରେ ଜାଣିବା। ପୁରୀର ଜଗନ୍ନାଥ ମନ୍ଦିର କିଏ ନିର୍ମାଣ କରିଥିଲେ ନା ଚୋଡ଼ଗଙ୍ଗ ଦେବ। ଏହା କଳିଙ୍ଗ ସ୍ଥାପତ୍ୟର ଗୋଟେ ବାସ୍ତବ ପରିପ୍ରକାଶ। ଜଗନ୍ନାଥ ମନ୍ଦିରର କାରୁକାର୍ଯ୍ୟ ବହୁତ ଉଚ୍ଚକୋଟୀର ଆଉ ରମଣୀୟ ଥିଲା। ତେଣୁକରି ବର୍ତ୍ତମାନ ଦେଖିପାରୁଥିବ ଏହି ଜଗନ୍ନାଥ ମନ୍ଦିରକୁ ସାରା ବିଶ୍ୱରୁ ଲୋକ ଦେଖିବା ପାଇଁ ଆସୁଛନ୍ତି। ଏହାର ଉଚ୍ଚତା ପ୍ରାୟ ଥିଲା କେତେ 66 ମିଟର। ଜଗନ୍ନାଥ ମନ୍ଦିର ନିର୍ମାଣ କିଏ କରିଥିଲେ? ଚୋଡ଼ଗଙ୍ଗ ଦେବ। ଉଚ୍ଚତା ତାର କେତେ ଥିଲା? 66 ମିଟର। ଏହି ମନ୍ଦିରଟି ଗୋଟେ ବିରାଟ ପ୍ରାଚୀର ଦ୍ୱାରା ପରିବେଷ୍ଟିତ। ତା ମନ୍ଦିରର ଚାରିପାଖରେ ଗୋଟେ ପ୍ରାଚୀର ଅଛି, ହେଲା, ମାନେ ପାଚେରୀ ଯେଉଁଟାକୁ କୁହନ୍ତି। ଏହି ପାଚେରୀକୁ କ'ଣ କୁହାଯାଏ ନା ମେଘନାଦ ପାଚେରୀ। ଇଏ ବି ପ୍ରଶ୍ନ ଆସେ, ମନ୍ଦିର ଚାରିପାଖରେ ଯେଉଁ ପାଚେରୀ ଅଛି ତା ନାଁ କ'ଣ ନା ମେଘନାଦ ପାଚେରୀ। ଏହି ମନ୍ଦିରକୁ ପ୍ରବେଶ କରିବା ପାଇଁ ଚାରି ଗୋଟି ପ୍ରବେଶ ଦ୍ୱାର ଅଛି। ମନ୍ଦିର ଚାରିପାଖେ 4ଟି ପ୍ରବେଶ ଦ୍ୱାର ଅଛି। ତ ମନ୍ଦିରର ପୂର୍ବ ଦ୍ୱାର ସମ୍ମୁଖରେ ପୂର୍ବ ପଟକୁ ଯେଉଁ ଦ୍ୱାର ଅଛି 12 ମିଟର ଉଚ୍ଚତା ବିଶିଷ୍ଟ ଗୋଟେ ଅରୁଣ ସ୍ତମ୍ଭ ଅଛି। କେଉଁ ଦ୍ୱାରରେ ଅଛି ଅରୁଣ ସ୍ତମ୍ଭ? ପୂର୍ବ ଦ୍ୱାରରେ। ଏହି ଅରୁଣ ସ୍ତମ୍ଭର ଉଚ୍ଚତା କେତେ ନା 12 ମିଟର। ଜଗନ୍ନାଥ ମନ୍ଦିରରେ କେଉଁ କେଉଁ ମୂର୍ତ୍ତି ଅଛନ୍ତି ନା ବଳଭଦ୍ର, ସୁଭଦ୍ରା ଆଉ ଜଗନ୍ନାଥଙ୍କ ମୂର୍ତ୍ତି ଶୋଭା ପାଉଛି। ତ ମନେ ରଖିବା ଗୋଟେ କଥା କ'ଣ, ପୁରୀର ଜଗନ୍ନାଥ ମନ୍ଦିରକୁ ପ୍ରବେଶ ପାଇଁ ଥିବା 4ଟି ଦ୍ୱାର ମଧ୍ୟରୁ ଦକ୍ଷିଣ ପଟ ଦ୍ୱାରକୁ କୁହାଯାଏ ଅଶ୍ୱଦ୍ୱାର, ଉତ୍ତର ପଟ ଦ୍ୱାରକୁ କୁହାଯାଏ ହସ୍ତିଦ୍ୱାର। ଦକ୍ଷିଣ ପଟଟା କ'ଣ? ଅଶ୍ୱଦ୍ୱାର। ଉତ୍ତର ପଟଟା ହେଲା ହସ୍ତିଦ୍ୱାର। ଆଉ ପୂର୍ବ ପଟଟା ହେଲା ସିଂହଦ୍ୱାର ଯେଉଁଠି ଅରୁଣ ସ୍ତମ୍ଭ ଅଛି। ଆଉ ପଶ୍ଚିମ ପଟଟା ହେଲା ବ୍ୟାଘ୍ର ଦ୍ୱାର। ଏହି ପୁରୀ ଜଗନ୍ନାଥ ମନ୍ଦିର ବେଢ଼ାରେ ରହିଛି କ'ଣ? ପୁରୀର ମନ୍ଦିର ବେଢ଼ାରେ ରହିଛି କାଶୀ ବିଶ୍ୱନାଥ ମନ୍ଦିର, ନୃସିଂହ ମନ୍ଦିର, ବିମଳା ମନ୍ଦିର ଆଉ ମହାଲକ୍ଷ୍ମୀ ମନ୍ଦିର, ନବଗ୍ରହ ମନ୍ଦିର, ଏଇଭଳି ଛୋଟ ଛୋଟ ମନ୍ଦିରମାନ ସବୁ ରହିଛି। ମୁକ୍ତି ମଣ୍ଡପ ଆଉ ଆନନ୍ଦ ବଜାର ପୁରୀ ଜଗନ୍ନାଥ ମନ୍ଦିରର ଦୁଇଟା ଗୋଟେ ଆକର୍ଷଣୀୟ ଜାଗା, ହେଲା। ଯିଏ ବି ଯାଆନ୍ତି ମୁକ୍ତି ମଣ୍ଡପରେ ବସିକି ଆସନ୍ତି ଏବଂ ଆନନ୍ଦ ବଜାରରେ ଖାଇକି ଆସନ୍ତି କ'ଣ? ଅବଢ଼ା। ଶ୍ରୀକ୍ଷେତ୍ର ଏବଂ ଶଙ୍ଖକ୍ଷେତ୍ର ନାମରେ ନାମିତ କରାଯାଇଛି। ଏହି ପୁରୀ ମନ୍ଦିରକୁ ଶ୍ରୀକ୍ଷେତ୍ର କିମ୍ବା ଶଙ୍ଖକ୍ଷେତ୍ର ବୋଲି କୁହାଯାଇଛି। ଜଗନ୍ନାଥ ମନ୍ଦିରର ଯେଉଁ ରଥଯାତ୍ରା ହୁଏ ତାହା ପୁରା ବିଶ୍ୱବିଖ୍ୟାତ। ତାପରେ ଜାଣିବା କୋଣାର୍କର ସୂର୍ଯ୍ୟ ମନ୍ଦିର ବିଷୟରେ। କୋଣାର୍କର ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ପ୍ରଥମ ନରସିଂହ ଦେବଙ୍କ ଗୋଟେ ଅମ୍ଳାନ କୀର୍ତ୍ତି। ତାହେଲେ କୋଣାର୍କର ସୂର୍ଯ୍ୟ ମନ୍ଦିର କିଏ ନିର୍ମାଣ କରିଥିଲେ? ପ୍ରଥମ ନରସିଂହ ଦେବ। ଇଏ ଚନ୍ଦ୍ରଭାଗା ନଦୀ ମୁହାଣ ନିକଟରେ ବଙ୍ଗୋପସାଗର କୂଳରେ ଏହି ମନୋରମ ସୂର୍ଯ୍ୟ ମନ୍ଦିରଟି ନିର୍ମିତ ହୋଇଥିଲା।
କିମ୍ବଦନ୍ତୀ ଅନୁସାରେ କୁହାଯାଏ ଯେ ମନ୍ଦିର ନିର୍ମାଣ କାର୍ଯ୍ୟରେ 1200 ବଢ଼େଇ ଲାଗିଥିଲେ ବୋଲିକି କୁହାଯାଏ। ଲାଙ୍ଗୁଳା ନରସିଂହଦେବଙ୍କ ମନ୍ତ୍ରୀ ଥିଲେ କିଏ? ନା ଶିବେଇ ସାମନ୍ତରାୟ। ସେ ସମୟର ପ୍ରସିଦ୍ଧ ଶିଳ୍ପୀ ଥିଲେ କିଏ? ନା ବିଷ୍ଣୁ ମହାରଣା। ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ମନ୍ଦିରଟି ତିଆରି ହୋଇଥିଲା। କିମ୍ବଦନ୍ତୀ ଅନୁସାରେ କୁହାଯାଏ ଏଠି 1200 ବଢ଼େଇ ନିଯୁକ୍ତି ହୋଇଥିଲେ। ଆଉ ଲାଙ୍ଗୁଳା ନରସିଂହଦେବଙ୍କ ମନ୍ତ୍ରୀ ଥିଲେ ଶିବେଇ ସାମନ୍ତରାୟ ଏବଂ ବିଶୁ ମହାରଣା ହେଲେ ପ୍ରସିଦ୍ଧ ଶିଳ୍ପୀ। ସେ ତାଙ୍କର ତତ୍ତ୍ୱାବଧାନରେ ଏହି ମନ୍ଦିରଟି ନିର୍ମାଣ ହୋଇଥିଲା। ତାପରେ କୁହାଯାଏ ଏହି ମନ୍ଦିରର ମୁଣ୍ଡି ମାରିବାକୁ 1200 ବଢ଼େଇ ସକ୍ଷମ ହେଲେ ନାହିଁ, କିନ୍ତୁ ବିଶୁ ମହାରଣାର ପୁତ୍ର 12 ବର୍ଷର ପୁତ୍ର ଧରମା ଏହି ମନ୍ଦିରର ମୁଣ୍ଡି ମାରିବାକୁ ସକ୍ଷମ ହୋଇଥିଲା। ତ କୋଣାର୍କ ମନ୍ଦିର ସୂର୍ଯ୍ୟଙ୍କର ରଥ ଆକାରରେ ନିର୍ମିତ ହୋଇଥିଲା। ଏଥିରେ 24ଟି ଚକ ଆଉ 7 ଘୋଡ଼ା ଅଛନ୍ତି। ଏହି ମନ୍ଦିରରେ ଏଠି ଦେଖିପାରୁଥିବ ଚକ ଗୁଡ଼ିକ। ତେଣୁକରି କେତୋଟି ଚକ ଅଛି? 24ଟି ଚକ ଅଛି ଏବଂ 7ଟି ଘୋଡ଼ା ଅଛି। ତ ମନ୍ଦିରରେ ବିରାଟ ଲୌହ କଡ଼ି ସବୁ ଆଉ ପ୍ରସ୍ତର ଖଣ୍ଡମାନ ବ୍ୟବହୃତ ହୋଇଛି। କୋଣାର୍କର ମୁଖ୍ୟ ମନ୍ଦିର ବର୍ତ୍ତମାନ ଭଗ୍ନ ଅବସ୍ଥାରେ ଅଛି। ତାକୁ ଦେଖିଥିବ ଲୁହା ଦିଆଯାଇକି ତାକୁ ଷ୍ଟେବୁଲ୍ କରିକି ରଖାଯାଇଛି। ଆଚ୍ଛା, ସେଥିରେ ସୂର୍ଯ୍ୟଦେବଙ୍କର ସିଂହାସନ ଦେଖିବାକୁ ମିଳେ ଏହି ମନ୍ଦିରରେ। ମନ୍ଦିର ଦେହରେ ବିଭିନ୍ନ ଦେବାଦେବୀ, ଗନ୍ଧର୍ବ, ପରୀ, ନର୍ତ୍ତକୀ, ବୃକ୍ଷଲତା, ପୁଷ୍ପ, ଯୁଦ୍ଧର ଚିତ୍ର ଏହିସବୁ ଖୋଳା ହେଇକରି ତିଆରି ହେଇଛି। ପଥରରେ ଖୋଳା ହେଇକି ତିଆରି ହେଇଛି। ତ ମୁଖ୍ୟ ମନ୍ଦିର ସମ୍ମୁଖରେ କଳା ମୁଗୁନି ପଥରରେ ନିର୍ମିତ ନବଗ୍ରହ ମୂର୍ତ୍ତି ଅଛି। ଆଉ ଏବେ କୋଣାର୍କ ମନ୍ଦିରର ବାମ ପାର୍ଶ୍ୱରେ ନିର୍ମିତ ନବଗ୍ରହ ମନ୍ଦିରରେ ତାକୁ ସ୍ଥାପିତ ହୋଇଛନ୍ତି। ସେ କୋଣାର୍କ ମନ୍ଦିର ପରିସରରେ ଥିବା ଛାୟା ଦେବୀଙ୍କ ମନ୍ଦିର, ଗଜ ସିଂହ, ତାପରେ ଯୁଦ୍ଧ ଅଶ୍ୱର ମୂର୍ତ୍ତି ଭାରି ଚିତ୍ତାକର୍ଷକ, ମାନେ ଦେଖିବାକୁ ବହୁତ ସୁନ୍ଦର ଲାଗେ। କୋଣାର୍କ ମନ୍ଦିରର ସୌନ୍ଦର୍ଯ୍ୟ ଏବେ ମଧ୍ୟ ଦେଶ ବିଦେଶର ବହୁ ପର୍ଯ୍ୟଟକଙ୍କୁ ବିମୋହିତ କରିଦେଉଛି। କୋଣାର୍କ ମନ୍ଦିର ଦେହରେ ଅନ୍ୟାନ୍ୟ ଚିତ୍ରମାନଙ୍କ ମଧ୍ୟରେ ଗୋଟେ ଜିରାଫର ଚିତ୍ର ମଧ୍ୟ ରହିଛି, ପିଲାମାନେ ଜାଣିଥାଅ। ପ୍ରଥମ ନରସିଂହଦେବଙ୍କ ପରେ ପ୍ରଥମ ଭାନୁଦେବ, ଦ୍ୱିତୀୟ ନରସିଂହଦେବ, ଦ୍ୱିତୀୟ ଭାନୁଦେବ ଏହିସବୁ ରାଜା ଥିଲେ। ଚତୁର୍ଥ ଭାନୁଦେବ ବା ତାଙ୍କୁ ମତ ଭାନୁଦେବ କୁହାଯାଏ। ଚତୁର୍ଥ ଭାନୁଦେବ ବା ମତ ଭାନୁଦେବ ଥିଲେ ଗଙ୍ଗବଂଶର ଶେଷ ରାଜା। ଗଙ୍ଗବଂଶର ଶେଷ ରାଜା କିଏ ଥିଲେ? ଚତୁର୍ଥ ଭାନୁଦେବ ବା ମତ ଭାନୁଦେବ। 1435 ଖ୍ରୀଷ୍ଟାବ୍ଦରେ ତାଙ୍କର ମୃତ୍ୟୁ ହୋଇଗଲା। ଏହି ମତ ଭାନୁଦେବ ବା ଚତୁର୍ଥ ଭାନୁଦେବଙ୍କ ମୃତ୍ୟୁ କେବେ ହେଲା? 1435ରେ। ଏହା ସହିତ ଗଙ୍ଗବଂଶ ବି ଲୋପ ପାଇଗଲା ଏବଂ ତାପରେ ସୂର୍ଯ୍ୟବଂଶୀ ଗଜପତିମାନଙ୍କର ଶାସନ ଆରମ୍ଭ ହୋଇଗଲା। ସୋମବଂଶୀ ଥିଲେ, ତାପରେ ଗଙ୍ଗବଂଶୀ, ତାପରେ ସୂର୍ଯ୍ୟବଂଶୀ ଶାସନ କରିବେ। ଏହା ସହିତ ଦେଖିବା ନୂତନ ଧର୍ମ ଏବଂ ଆଧ୍ୟାତ୍ମିକ ଗୋଷ୍ଠୀର ସୃଷ୍ଟି ହୋଇଯାଇଥିଲା। ନୂତନ ଭାଷା ଓ ଲିପିର ଜନ୍ମ ହୋଇଥିଲା। ମାନେ ନୂଆ ଭାଷା, ନୂଆ ଲିପି ସବୁ ଶିଖିଥିଲେ। କଳା କ୍ଷେତ୍ରରେ ନୂତନ ଶୈଳୀର ପ୍ରବର୍ତ୍ତନ ହୋଇଥିଲା। ତାପରେ ନୂତନ ଧର୍ମ ଓ ଆଧ୍ୟାତ୍ମିକ ଗୋଷ୍ଠୀର ସୃଷ୍ଟି କଥା ପ୍ରଥମେ ଦେଖିବା। ମଧ୍ୟଯୁଗରେ ଭାରତର ଧର୍ମ କ୍ଷେତ୍ରରେ ବହୁତ ପରିବର୍ତ୍ତନ ଆସିଥିଲା। ବୌଦ୍ଧ ଧର୍ମର ପତନ ଘଟିଗଲା। ତାପରେ ଜୈନ ଧର୍ମ ପ୍ରଭାବ ହ୍ରାସ ପାଇଗଲା, ମାନେ ଧୀରେ ଧୀରେ କମିଗଲା। ବ୍ରାହ୍ମଣ୍ୟ ଧର୍ମରେ ସଂସ୍କାର ଆସିବା ସହିତ ଭକ୍ତିବାଦର ଜନ୍ମ ଏବଂ ପ୍ରସାର ହୋଇଥିଲା। ତାପରେ ଭକ୍ତିବାଦ ଆସିଗଲା। ବ୍ରାହ୍ମଣ୍ୟ ଧର୍ମ ସଂସ୍କାର ଆରମ୍ଭ ହୋଇକି ଭକ୍ତିବାଦର ଜନ୍ମ ହେଲା। ଏହି ସମୟରେ ବହୁ ଧର୍ମ ସଂସ୍କାରକଙ୍କର ଆବିର୍ଭାବ ଘଟିଥିଲା। ସେମାନଙ୍କ ମଧ୍ୟରେ ଅଧିକାଂଶ ଦକ୍ଷିଣ ଭାରତରେ ଜନ୍ମ ହୋଇଥିଲେ। ଏଇ ଯେଉଁ ଧର୍ମ ସଂସ୍କାରକ ବେଶୀ ଜନ୍ମ ହୋଇଥିଲେ କେଉଁଠି? ଦକ୍ଷିଣ ଭାରତରେ। କିନ୍ତୁ ଦକ୍ଷିଣ ଭାରତରେ ଜନ୍ମ ହୋଇଥିଲେ, କିନ୍ତୁ ସମଗ୍ର ଭାରତରେ ସେମାନେ ଜନପ୍ରିୟ ହୋଇପାରିଥିଲେ। ଉତ୍ତର ଭାରତରେ ବହୁତ ଜଣ ଧର୍ମ ସଂସ୍କାରକ ମଧ୍ୟ ଆବିର୍ଭାବ ହୋଇଥିଲେ। ଦକ୍ଷିଣ ଭାରତରେ ଜନ୍ମଗ୍ରହଣ କରିଥିବା ଧର୍ମ ସଂସ୍କାରକମାନଙ୍କ ମଧ୍ୟରୁ ଶଙ୍କର, ଯାହାଙ୍କୁ ଶଙ୍କରାଚାର୍ଯ୍ୟ ବୋଲି କୁହାଯାଏ, ସେ ଅନ୍ୟତମ ଥିଲେ। ସେ 788 ଖ୍ରୀଷ୍ଟାବ୍ଦରେ କେରଳର କାଲ୍ଲାଡ଼ିଠାରେ ଜନ୍ମଗ୍ରହଣ କରିଥିଲେ। ମନେ ରଖ, ଶଙ୍କର ବା ଶଙ୍କରାଚାର୍ଯ୍ୟ କେଉଁଠି ଜନ୍ମ ହୋଇଥିଲେ? ନା କେରଳର କାଲ୍ଲାଡ଼ିଠାରେ। କେବେ? ନା 788 ଖ୍ରୀଷ୍ଟାବ୍ଦରେ। ତାଙ୍କ ମତବାଦକୁ କ'ଣ କୁହାଯାଏ? ନା ଅଦ୍ୱୈତ ମତବାଦ ବୋଲିକି କୁହାଯାଏ। ଶଙ୍କରାଚାର୍ଯ୍ୟଙ୍କ ମତବାଦକୁ କ'ଣ କୁହାଯାଏ? ଅଦ୍ୱୈତ ମତବାଦ। ସେ ସମଗ୍ର ଜଗତକୁ ମିଥ୍ୟା ଏବଂ ଭ୍ରମ ବା ଯେଉଁ ଈଶ୍ୱରଙ୍କୁ ସତ୍ୟ ବୋଲି ବର୍ଣ୍ଣନା କରିଥିଲେ। ଜ୍ଞାନ ବଳରେ ଈଶ୍ୱର ମିଳିପାରିବେ ସେ କହୁଥିଲେ। ସେ କ'ଣ କହୁଥିଲେ? ଜ୍ଞାନ ବଳରେ ଈଶ୍ୱର ମିଳିପାରିବେ।
ସେ ଭାରତରେ ବହୁତ ଧର୍ମପୀଠ ଆଉ ମଠ ବି ପ୍ରତିଷ୍ଠା କରିଥିଲେ। ସେ ଓଡ଼ିଶାର ପୁରୀଠାରେ ଗୋଟେ ମଠ ପ୍ରତିଷ୍ଠା କରିଥିଲେ। ତାଙ୍କ ଯୋଗୁଁ ହିନ୍ଦୁ ଧର୍ମର ବି ପୁନରୁତ୍ଥାନ ହୋଇଯାଇଥିଲା। ସେ ମାତ୍ର 32 ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ। କିଏ? ଶଙ୍କରାଚାର୍ଯ୍ୟ। ଏକାଦଶ ଶତାବ୍ଦୀରେ 11ଶ ଶତାବ୍ଦୀ ବେଳକୁ ଦକ୍ଷିଣ ଭାରତରେ ରାମାନୁଜ ତାପରେ ଜନ୍ମଗ୍ରହଣ କରିଥିଲେ। ସେ ଭକ୍ତିବାଦର ପ୍ରଚାରକ ଥିଲେ। ସେ ଈଶ୍ୱରଙ୍କ ନିକଟରେ ନିଜକୁ ସମ୍ପୂର୍ଣ୍ଣ ରୂପେ ସମର୍ପଣ କରିଦେବା ପାଇଁକି ଉପଦେଶ ଦେଉଥିଲେ। ରାମାନୁଜ କହୁଥିଲେ ତମେ କ'ଣ କର ନା ନିଜକୁ ସମ୍ପୂର୍ଣ୍ଣ ରୂପେ ଈଶ୍ୱରଙ୍କ ନିକଟରେ ସମର୍ପଣ କରିଦିଅ ବୋଲି। ପ୍ରେମ ଆଉ ଭକ୍ତି ଦ୍ୱାରା ଈଶ୍ୱର ମିଳିପାରିବ ବୋଲି ସେ କହୁଥିଲେ। ଦେଖ, ଶଙ୍କର କହୁଥିଲେ ଜ୍ଞାନ ଦ୍ୱାରା ଈଶ୍ୱର ମିଳିପାରିବେ, କିନ୍ତୁ ରାମାନୁଜ କହିଲେ ଜ୍ଞାନ ଅପେକ୍ଷା ଭକ୍ତି ଈଶ୍ୱର ପ୍ରାପ୍ତିର ଶ୍ରେଷ୍ଠ ମାଧ୍ୟମ ବୋଲିକି ସେ ପ୍ରଚାର କଲେ। ଦେଖ, ଶଙ୍କରାଚାର୍ଯ୍ୟଙ୍କ ଠାରୁ ରାମାନୁଜଙ୍କ ମତ ଭିନ୍ନ ଥିଲା। ତାଙ୍କ ମତରେ ମଣିଷ ଗୋଟିଏ ଜାତି। କ'ଣ କହୁଥିଲେ? ମଣିଷ ହେଉଛନ୍ତି ଗୋଟିଏ ଜାତି, ସେଥିରେ ଉଚ୍ଚ ନିଚ ସ୍ଥାନ ନାହିଁ। ତାଙ୍କର ଏଇ ଯେଉଁ ବାଣୀ ବହୁତ ଲୋକଙ୍କୁ ପ୍ରଭାବିତ କରିଥିଲା। ରାମାନୁଜଙ୍କର ପ୍ରଧାନ ଶିଷ୍ୟ ଥିଲେ ରାମାନନ୍ଦ। ମନେ ରଖ, ରାମାନୁଜଙ୍କର ପ୍ରଧାନ ଶିଷ୍ୟ କିଏ ଥିଲେ? ନା ରାମାନନ୍ଦ। ଏ ପ୍ରଶ୍ନ ବି ଆସେ। ସେ ରାମାନୁଜଙ୍କ ଦ୍ୱାରା ପ୍ରଚାରିତ ଭକ୍ତିବାଦକୁ ଉତ୍ତର ଭାରତରେ ପ୍ରସାର କରାଇଥିଲେ। ଆଚ୍ଛା, ରାମାନୁଜ ଯେଉଁ ଭକ୍ତିବାଦର ପ୍ରଚାର କରାଉଥିଲେ, ରାମାନନ୍ଦ ତାଙ୍କ ଶିଷ୍ୟ ରାମାନନ୍ଦ ଉତ୍ତର ଭାରତରେ ଏହି କଥାକୁ ପ୍ରଚାର କରିଥିଲେ। ସେ ରାମାନୁଜଙ୍କ ଆଦର୍ଶ ଏବଂ ନୀତିମୟ ଜୀବନକୁ ଲୋକମାନଙ୍କ ଆଗରେ ଉପସ୍ଥାପନ କରୁଥିଲେ। ଶଙ୍କରାଚାର୍ଯ୍ୟ ଭାରତରେ 4 ଗୋଟି ମଠ ସ୍ଥାପନ କରିଥିଲେ। କିଏ କରିଥିଲେ? ଶଙ୍କରାଚାର୍ଯ୍ୟ। ସେ ମଠ ଗୁଡ଼ିକ କ'ଣ ନା ଗୋବର୍ଦ୍ଧନ ମଠ, ପୁରୀରେ କରିଥିଲେ ଗୋବର୍ଦ୍ଧନ ମଠ, ବଦ୍ରିନାଥରେ କରିଥିଲେ ଜ୍ୟୋତିର୍ମଠ, ଦ୍ୱାରିକାରେ କରିଥିଲେ ଶାରଦା ମଠ, କର୍ଣ୍ଣାଟକର ଶୃଙ୍ଗେରମ୍ ଠାରେ କରିଥିଲେ ଶୃଙ୍ଗେରୀ ମଠ। ଆକୁ ମନେ ରଖିବ ହେଲା। କେଉଁଠି? ପୂର୍ବ ଦିଗରେ ଭାବିନିଅ, ଦିଗ ଅନୁସାରେ ମନେ ରଖ। ପୂର୍ବ ଦିଗରେ ପୁରୀରେ କରିଥିଲେ କ'ଣ? ଗୋବର୍ଦ୍ଧନ ମଠ, ଉତ୍ତରରେ ବଦ୍ରିନାଥରେ କରିଥିଲେ ଜ୍ୟୋତିର୍ମଠ, ତାପରେ ପଶ୍ଚିମରେ ଦ୍ୱାରକାରେ କରିଥିଲେ, ଯେଉଁଟାକି ଗୁଜୁରାଟ, ଦ୍ୱାରକାରେ କରିଥିଲେ ଶାରଦା ମଠ, ଆଉ ଦକ୍ଷିଣରେ କର୍ଣ୍ଣାଟକରେ କରିଥିଲେ ଶୃଙ୍ଗେରୀ ମଠ। ଭକ୍ତିବାଦର ସନ୍ଥମାନେ କ'ଣ କରୁଥିଲେ ନା ଆଞ୍ଚଳିକ ଭାଷାରେ ଭଜନ ପ୍ରାର୍ଥନା ମାନ ସବୁ ରଚନା କରିକିରି ଈଶ୍ୱରଙ୍କୁ ଆରାଧନା କରୁଥିଲେ ନିଜ ଆଞ୍ଚଳିକ ଭାଷାରେ। ତ ସମାଜର ସବୁ ଶ୍ରେଣୀର ଲୋକମାନେ ଏହି ଧର୍ମ ଗ୍ରହଣ କରିପାରୁନଥିଲେ। ନିଜ ଆଞ୍ଚଳିକ ଭାଷାରେ ହେଲେ ସମସ୍ତେ ତାକୁ ପଢ଼ିପାରୁନଥିଲେ, ବୁଝିପାରୁନଥିଲେ। ଫଳରେ ଉଭୟ ଦକ୍ଷିଣ ଆଉ ଉତ୍ତର ଭାରତରେ ଭକ୍ତିବାଦର ପ୍ରସାର ତାପରେ ଘଟିଲା। ଯେତେବେଳେ ସମାଜର ସବୁ ଶ୍ରେଣୀର ଲୋକମାନେ ଏହି ଧର୍ମକୁ ଗ୍ରହଣ କରିପାରୁଥିଲେ ହେଲା। ତାପରେ ବ୍ରାହ୍ମଣ୍ୟ ଧର୍ମର ପୁନରୁତ୍ଥାନକୁ ପ୍ରତିହତ କରିଥିଲା। ବ୍ରାହ୍ମଣ୍ୟ ଧର୍ମର ପୁନରୁତ୍ଥାନ କୁ ଇଏ କ'ଣ କରିଥିଲା? କମେଇ ଦେଇଥିଲା। ଭକ୍ତିବାଦ ବେଶୀ ଦେଖା ଦେଇଥିଲା। ତ ଜନଶ୍ରୁତି ଅନୁସାରେ ଅର୍ଥାତ୍ ଲୋକ କହିବା ଅନୁସାରେ ଭକ୍ତି ଦ୍ରାବିଡ଼ ଉପୁଜି ଲାଏ ରାମାନନ୍ଦ ପରଗଟ କିଆ କବୀର ନେ ସପ୍ତଦୀପ ନବଖଣ୍ଡ। ଅର୍ଥାତ୍ ଭକ୍ତିବାଦ ଦକ୍ଷିଣରେ ଜନ୍ମ ନେଲା, ଏହାକୁ ରାମାନନ୍ଦ ଉତ୍ତର ଭାରତକୁ ଆଣିଲେ ଏବଂ କବୀର ସର୍ବତ୍ର ପ୍ରଚାର କରିଥିଲେ। ଏହି ସମୟରେ ଉତ୍ତର ଭାରତରେ ଶୈବ ଆଉ ବୈଷ୍ଣବ ଧର୍ମ ବି ଲୋକପ୍ରିୟ ହୋଇଯାଇଥିଲା। ରାମାନୁଜଙ୍କ ସମସାମୟିକ ଥିଲେ କିଏ? ନା ନିମ୍ବାର୍କ, ଯିଏକି ଦକ୍ଷିଣ ଭାରତରେ ଜନ୍ମଗ୍ରହଣ କରିଥିଲେ। କିନ୍ତୁ ଉତ୍ତର ଭାରତର ଯେଉଁ ମଥୁରାଠାରେ ଅବସ୍ଥାନ କରୁଥିଲେ। ସେ ବୈଷ୍ଣବ ଧର୍ମୀ ଥିଲେ। ନିମ୍ବାର୍କ ଜନ୍ମଗ୍ରହଣ କରିଥିଲେ ଦକ୍ଷିଣ ଭାରତରେ, ରହୁଥିଲେ କେଉଁଠି? ନା ମଥୁରାଠାରେ। ସେ ବୈଷ୍ଣବ ଧର୍ମ ଗ୍ରହଣ କରିଥିଲେ। କୃଷ୍ଣଙ୍କ ବାଲ୍ୟକାଳ, ରାଧାଙ୍କ ପ୍ରତି ପ୍ରେମ, କଂସ ସହିତ ଯୁଦ୍ଧ, ଏହିସବୁ ଘଟଣାମାନ ସେ ପ୍ରଚାର କରିକି କୃଷ୍ଣଙ୍କ ପ୍ରତି ଲୋକମାନଙ୍କୁ ଆକର୍ଷିତ କରୁଥିଲେ। କୃଷ୍ଣଙ୍କ ସମ୍ପର୍କିତ ସବୁ କାହାଣୀମାନ ମଧ୍ୟ ପଦ୍ୟ ଆକାରରେ ସେ ରଚିତ ହୋଇକି ମନ୍ଦିର ଦେହରେ ସ୍ଥାନ ପାଇଥିଲା। ସବୁ କାହାଣୀ ଆକାରରେ ମନ୍ଦିରରେ ଲେଖା ହେଇଥିଲା। ଏହାଦ୍ୱାରା କୃଷ୍ଣ ଲୀଳା ସମଗ୍ର ଉତ୍ତର ଭାରତରେ ଜନପ୍ରିୟ ହୋଇପାରିଥିଲା। ଶିବଙ୍କ ଉପାସକଙ୍କୁ ଶୈବ ଆଉ ବିଷ୍ଣୁଙ୍କ ଉପାସକଙ୍କୁ ବୈଷ୍ଣବ ଏବଂ ଶକ୍ତି ବା ଦେବୀଙ୍କ ଉପାସକଙ୍କୁ ଶାକ୍ତ ବୋଲିକି କୁହାଯାଏ। ଏହି ସମୟରେ ଓଡ଼ିଶାରେ ବ୍ରାହ୍ମଣ୍ୟ ଧର୍ମର ପ୍ରସାର ହୋଇଯାଇଥିଲା। ତ ସୋମବଂଶୀ ଶାସକମାନେ ଶାକ୍ତ, ବୈଷ୍ଣବ ଏବଂ ଶୈବ ଧର୍ମର ପୃଷ୍ଠପୋଷକତା କରିଥିଲେ। କେଉଁମାନେ? ସୋମବଂଶୀମାନେ। ତାପରେ ଗଙ୍ଗମାନଙ୍କ ସମୟରେ ଜଗନ୍ନାଥ ଉପାସନା ଜନପ୍ରିୟ ହୋଇପଡ଼ିଥିଲା। ତାପରେ ଜଗନ୍ନାଥ ସବୁ ଧର୍ମର ସମନ୍ୱୟ ବୋଲି ଲୋକମାନଙ୍କର ଧାରଣା ଥିଲା ହେଲା।
ଅଷ୍ଟମ ଶତାବ୍ଦୀରୁ ଦ୍ୱାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଭାରତର ସାଂସ୍କୃତିକ ଇତିହାସ ଗୋଟେ ଗୌରବମୟ ଥିଲା। ଏହି ସମୟ ମଧ୍ୟରେ ବହୁତ ନୂତନ ଭାଷା ଲିପି ବି ସୃଷ୍ଟି ହୋଇଥିଲା। ଆଞ୍ଚଳିକ ସାହିତ୍ୟର ମଧ୍ୟ ବିକାଶ ଘଟିଥିଲା। ଦକ୍ଷିଣ ଭାରତରେ ମୁଖ୍ୟତଃ ଦୁଇଟି ଭାଷା, କେଉଁଠି ଦକ୍ଷିଣ ଭାରତରେ ଦୁଇଟି ଭାଷା ପ୍ରଚଳିତ ଥିଲା। ପ୍ରଥମଟି ହେଉଛି ସଂସ୍କୃତ, ଆଉ ଅନ୍ୟଟି ନୂତନ ଭାବେ ସୃଷ୍ଟି ହୋଇଥିବା ଆଞ୍ଚଳିକ ଭାଷା। ସେଇ ଅଞ୍ଚଳର ଭାଷା ଗୋଟେ, ଆଉ ଗୋଟେ ହେଲା ସଂସ୍କୃତ। ଦୁଇଟା ଭାଷା ଦକ୍ଷିଣ ଭାରତରେ ଥିଲା। ତ ସଂସ୍କୃତ ଭାଷାକୁ ବିଦ୍ୟାଳୟରେ ଶିକ୍ଷକ ଆଉ ଛାତ୍ରମାନେ ବ୍ୟବହାର କରୁଥିଲେ। ଆଉ ଏହା ମାନେ ଏହା ମଧ୍ୟ କ'ଣ ନା ଧର୍ମାନୁଷ୍ଠାନ ଗୁଡ଼ିକରେ ବ୍ୟବହୃତ ହେଉଥିଲା। ଧର୍ମ ଅନୁଷ୍ଠାନ ଯେତେକ ସବୁ ଥିଲା। ଆଉ ଆଞ୍ଚଳିକ ଭାଷାର ବହୁଳ ବ୍ୟବହାର କେଉଁଠି ନା ଚୋଳ ରାଜ୍ୟରେ ଦେଖାଯାଇଥିଲା। ଚୋଳ ରାଜ୍ୟରେ ବେଶୀ ଆଞ୍ଚଳିକ ଭାଷା ବ୍ୟବହାର ହେଉଥିଲା। ସେଠାରେ ତାମିଲ ଆଞ୍ଚଳିକ ଭାଷା ରୂପେ ପ୍ରଚଳିତ ଥିଲା। କେଉଁଠି? ଚୋଳମାନଙ୍କର ତାମିଲ ଥିଲା ତାଙ୍କର ରାଜ୍ୟ। ତାହେଲେ ସେଠି ତାମିଲ ଭାଷା ବେଶୀ ପ୍ରଚାରିତ ହେଇଥିଲା, ବ୍ୟବହୃତ ହେଉଥିଲା। ଏହି ତାମିଲ ଭାଷା ବହୁଳାଂଶରେ ସଂସ୍କୃତ ଭାଷା ଦ୍ୱାରା ପୁଣି ପ୍ରଭାବିତ ହେଇଥିଲା। ଆମେ ଯେମିତି ଓଡ଼ିଆ ଗ୍ରାମାରରେ ପଢ଼ିଛେ, ଓଡ଼ିଆ ଭାଷା ବି ପ୍ରଭାବିତ ହେଇଥିଲା ଅନ୍ୟ ଭାଷା ଦ୍ୱାରା। ଏଠି ସେମିତି ସଂସ୍କୃତ ଭାଷା ଦ୍ୱାରା ପ୍ରଭାବିତ ହେଇଥିଲା ତାମିଲ ଭାଷା। ତାମିଲ ଭାଷା ସହିତ ଲିପିର ପ୍ରଣୟନ କରାଯାଇ ଏହି ଭାଷାରେ ବହୁତ ସାହିତ୍ୟ ସୃଷ୍ଟି କରାଗଲା। ତାମିଲ ଭାଷା କୁହାଯାଉଥିଲା, କିନ୍ତୁ ତାର ପୁଣି ଲିପି ମାନେ ଲିଖନ ପ୍ରଣାଳୀ ଲିପି କରାଗଲା। ଲିପି କରାଗଲା ପରେ ବହୁତ ତାମିଲ ସାହିତ୍ୟ ସବୁ ଲେଖାଗଲା। କମ୍ବାନଙ୍କ ଦ୍ୱାରା ତାମିଲ ଭାଷାରେ ରାମାୟଣ ସେ ସମୟର ଗୋଟେ ପ୍ରସିଦ୍ଧ ଗ୍ରନ୍ଥ। ତାହେଲେ ରାମାୟଣ ତାମିଲ ଭାଷାରେ କିଏ ଲେଖିଥିଲେ? କମ୍ବାନ ଲେଖିଥିଲେ। କମ୍ବାନ ତାମିଲ ଭାଷାରେ ରାମାୟଣ ରଚନା କରିଥିଲେ। ସେ ସମୟରେ ବହୁତ ନାଟକ ଆଉ କବିତା ବି ସୃଷ୍ଟି ହେଇଥିଲା। ପ୍ରଶ୍ନ ପଡ଼ିବ, ତାମିଲ ଭାଷାରେ ରାମାୟଣ କିଏ ଲେଖିଥିଲେ? ନା କମ୍ବାନ ଲେଖିଥିଲେ। ଏହି ସମୟରେ ଆନ୍ଧ୍ରରେ ତେଲୁଗୁ ଭାଷା ଆଉ ଲିପି ପ୍ରଚଳିତ ହୋଇଯାଇଥିଲା। ତେଣୁକରି ତେଲୁଗୁ ଭାଷାରେ ରାମାୟଣ ମହାଭାରତ ରଚିତ ହୋଇଥିଲା। ନାନାୟଙ୍କ ଦ୍ୱାରା ମହାଭାରତ ତେଲୁଗୁ ସାହିତ୍ୟର ଗୋଟେ ଅମ୍ଳାନ କୀର୍ତ୍ତି। ନାନାୟ କ'ଣ ଲେଖିଥିଲେ? ତେଲୁଗୁ ଭାଷାରେ ମହାଭାରତ ଲେଖିଥିଲେ। ପରବର୍ତ୍ତୀ ସମୟରେ ଟିକାନା ନାମକ ଜଣେ କବି ୟାକୁ ଆନ୍ଧ୍ରରେ ଲୋକପ୍ରିୟ କରାଇ ଦେଇଥିଲେ। କାହାକୁ? ମହାଭାରତକୁ ଲୋକପ୍ରିୟ କରାଇଥିଲେ ହେଲେ ଟିକାନା, କିନ୍ତୁ ରଚନା କରିଥିଲେ ନାନାୟ। କେଉଁ ଭାଷାରେ? ତେଲୁଗୁ ଭାଷାରେ। ତ ମହୀଶୂରରେ ବା ଯେଉଁ କର୍ଣ୍ଣାଟକ, ଏହି ସମୟରେ କନ୍ନଡ଼ ଭାଷା ସୃଷ୍ଟି ହୋଇଯାଇଥିଲା। ତ ଲିଙ୍ଗାୟତ ଗୋଷ୍ଠୀର କେତେକ ସନ୍ଥ ସଂସ୍କୃତ ଭାଷା ପରିବର୍ତ୍ତେ କ'ଣ କଲେ ନା କନ୍ନଡ଼ ଭାଷା ବ୍ୟବହାର କରି ସାହିତ୍ୟ ରଚନା କରିଥିଲେ। ତାପରେ ପମ୍ପା, ପୋନା ଆଉ ରାଜା କନ୍ନଡ଼ ସାହିତ୍ୟର ବିଖ୍ୟାତ ସ୍ରଷ୍ଟା ଥିଲେ। ତାହେଲେ କନ୍ନଡ଼ ସାହିତ୍ୟର ବିଖ୍ୟାତ ସ୍ରଷ୍ଟା କିଏ କିଏ? ନା ପମ୍ପା, ପୋନା ଓ ରାଜା କନ୍ନଡ଼ ସାହିତ୍ୟର ସେ ବିଖ୍ୟାତ ସ୍ରଷ୍ଟା ଥିଲେ। ଏହି ସମୟରେ ଉତ୍ତର ଭାରତରେ ବହୁତ ଆଞ୍ଚଳିକ ଭାଷା ଲିପି ବି ଜନ୍ମ ନେଇଥିଲା। ଏଇଟା ଆମେ ଦକ୍ଷିଣ ଭାରତ କଥା ପଢ଼ି ସାରିଲେ, ନାଇଁ କି? ତେଲୁଗୁ ଭାଷା, ତାମିଲ ଭାଷା, କନ୍ନଡ଼ ଭାଷା। ତାପରେ ସାଧାରଣତଃ ଲୋକମାନେ ବ୍ୟବହାର କରୁଥିବା ଅପଭ୍ରଂଶ ଭାଷା, ମାନେ ଗୋଟେ ଭାଷାକୁ ଅପଭ୍ରଂଶ କରିକିରି କହୁଥିଲେ। ପଶ୍ଚିମ ଭାରତରେ କ'ଣ? ମରାଠୀ, ଯେଉଁଟାକି ମହାରାଷ୍ଟ୍ରର ଭାଷା ମରାଠୀ, ଏବଂ ଗୁଜୁରାଟୀ ଭାଷା, ଗୁଜୁରାଟର ଭାଷା ଗୁଜୁରାଟୀ ଭାଷା। ଏ ପଶ୍ଚିମ ଦିଗରେ ଭାଷା ଲୋକମାନଙ୍କର ଗୋଟେ କଥିତ ଭାଷା ରୂପେ ବ୍ୟବହୃତ ହେଉଥିଲା, ମାନେ କହୁଥିଲେ। ଓଡ଼ିଶାରେ ଓଡ଼ିଆ ଭାଷା ଏହି ସମୟରେ ସୃଷ୍ଟି ହୋଇଥିଲା। ଚର୍ଚ୍ୟା ଗୀତିକା ଏହି ସମୟର ସୃଷ୍ଟି। ଏହି ସମୟରେ ଚର୍ଚ୍ୟା ଗୀତିକା ରଚନା କରାଯାଇଥିଲା। ସାହିତ୍ୟ କ୍ଷେତ୍ରରେ ଦେଖିଲେ କଳା କ୍ଷେତ୍ରରେ ବି ନୂତନ ଶୈଳୀ ପ୍ରବର୍ତ୍ତନ ହୋଇଥିଲା। କଳା ଆଉ ସ୍ଥାପତ୍ୟ କ୍ଷେତ୍ରରେ ନୂତନ ଶୈଳୀର ପ୍ରବର୍ତ୍ତନ ଏ ଯୁଗର ଗୋଟେ ବୈଶିଷ୍ଟ୍ୟ। ଏହି ଯୁଗରେ ମାନେ ନୂଆ ନୂଆ ପ୍ରକାରର କଳା ସୃଷ୍ଟି ହୋଇଥିଲା। ଦକ୍ଷିଣ ଭାରତରେ ପ୍ରଥମେ କେଉଁଠି ନା ଦକ୍ଷିଣ ଭାରତରେ ପଥର କାଟିକି ତା ମଧ୍ୟରେ ମନ୍ଦିର ନିର୍ମାଣ କରୁଥିଲେ। ଏହି ସମୟରେ ପଥର ଉପରେ ପଥର ରଖିକିରି ସ୍ୱତନ୍ତ୍ର ଭାବରେ ମନ୍ଦିର ନିର୍ମାଣ କରାଗଲା। ଏଥିରେ 2 ଗୋଟି କୋଠରୀ ରହୁଥିଲା। ଯେଉଁ ମନ୍ଦିର ନିର୍ମାଣ କରାଯାଉଥିଲା 2 ଗୋଟି କୋଠରୀ ରହୁଥିଲା। ଗୋଟେ ଥିଲା ପ୍ରଧାନ ଉପାସନା କୋଠରୀ, ଆଉ ଗୋଟେ ଥିଲା ପ୍ରବେଶ କୋଠରୀ। ମନେ ରଖ, ଦକ୍ଷିଣ ଭାରତରେ କରାଯାଉଥିଲା ଏଟା। କ୍ରମେ ମନ୍ଦିରରେ ଅନେକ ଗୁଡ଼ିଏ କୋଠରୀ ହେଲା। ଧୀରେ ଧୀରେ କୋଠରୀ ସଂଖ୍ୟା ବଢ଼ିଲା। ମନ୍ଦିର ଚାରିପଟେ ମଧ୍ୟ ପ୍ରାଚୀର ନିର୍ମାଣ କରାଗଲା। ମନ୍ଦିର ମଧ୍ୟକୁ ଯିବା ପାଇଁକି ପ୍ରବେଶ ଦ୍ୱାର ବି କରାଗଲା। ମନ୍ଦିର ଭିତରକୁ ଯେଉଁ ପ୍ରବେଶ କରିବା ପାଇଁ ଯେଉଁ ପ୍ରବେଶ ଦ୍ୱାର ଥିଲା ତାକୁ କ'ଣ କୁହାଯାଉଥିଲା ନା ଗୋପୁରମ୍ ବୋଲିକି କୁହାଯାଉଥିଲା। ମନ୍ଦିରର ଅଗଣା ମଧ୍ୟରେ ଛୋଟ ଛୋଟ ମନ୍ଦିର ସବୁ ବି କରାଯାଉଥିଲା। ଆଉ ସାଧୁସନ୍ଥମାନଙ୍କର ମୂର୍ତ୍ତିକୁ ସେଠି ପୂଜା କରାଗଲା। ପ୍ରଧାନ ମନ୍ଦିରକୁ ଖୁବ୍ ବଡ଼ କରାଯାଉଥିଲା, ଆଉ ଅନ୍ୟ ମନ୍ଦିର ଗୁଡ଼ିକୁ ସବୁ ଛୋଟ ଛୋଟ କରାଯାଉଥିଲା। ଚୋଳମାନଙ୍କ ଦ୍ୱାରା ଯେଉଁ ମନ୍ଦିର ନିର୍ମିତ ହୋଇଥିଲା ସବୁ ବହୁତ ବଡ଼ ଆଉ ସୁନ୍ଦର ଆକର୍ଷଣୀୟ ଥିଲା। ତାଞ୍ଜୋରର ବୃହଦେଶ୍ୱର ମନ୍ଦିର ଏବଂ ଗଙ୍ଗୋଇକୋଣ୍ଡାର ଚୋଳପୁରମରେ ଥିବା ମନ୍ଦିର
ସେମାନଙ୍କର ଅକ୍ଷୟ କୀର୍ତ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ରହିଛି। ଏହି ମନ୍ଦିରର ମୂର୍ତ୍ତି ଗୁଡ଼ିକ ପଥର ଏବଂ ବ୍ରୋଞ୍ଜରେ ସବୁ ତିଆରି ହେଉଥିଲା। ସେହି ସମୟରେ ଚୋଳମାନଙ୍କ ଦ୍ୱାରା ନିର୍ମିତ ବ୍ରୋଞ୍ଜ ମୂର୍ତ୍ତି ପୃଥିବୀ ପ୍ରସିଦ୍ଧ। ସେହି ସମୟରେ ମଧ୍ୟ ଭାରତରେ ଚାନ୍ଦେଲ ରାଜାମାନଙ୍କ ଦ୍ୱାରା ନିର୍ମିତ ଖଜୁରାହୋ ମନ୍ଦିର କାରୁକାର୍ଯ୍ୟ ପାଇଁକି ବିଖ୍ୟାତ। ଖଜୁରାହୋ ମନ୍ଦିର ଏଠି ଦେଖିନିଅ ତାଞ୍ଜୋରର ବୃହଦେଶ୍ୱର ମନ୍ଦିରର ଚିତ୍ର ଦିଆଯାଇଛି। ସେମିତି ରାଜସ୍ଥାନର ମାଉଣ୍ଟ ଆବୁରେ ନିର୍ମିତ ହୋଇଥିଲା କ'ଣ ଦିଲୱାରା ଜୈନ ମନ୍ଦିର, ତା'ର ମାର୍ବଲ କଳା ପାଇଁକି ପ୍ରସିଦ୍ଧ। ଓଡ଼ିଶାରେ ଏହି ସମୟରେ ଭୁବନେଶ୍ୱରରେ ମୁକ୍ତେଶ୍ୱର ମନ୍ଦିର ଆଉ ଅନନ୍ତ ବାସୁଦେବ ମନ୍ଦିର, ପୁରୀରେ ଜଗନ୍ନାଥ ମନ୍ଦିର, କୋଣାର୍କରେ ସୂର୍ଯ୍ୟ ମନ୍ଦିର ନିର୍ମିତ ହୋଇଥିଲା। ରାଜସ୍ଥାନର ମାଉଣ୍ଟ ଆବୁ ଠାରେ ଦିଲୱାରା ଜୈନ ମନ୍ଦିର ହେଲା, ଯେଉଁଟାକି ମାର୍ବଲ କଳା ପାଇଁକି ପ୍ରସିଦ୍ଧ, ମାର୍ବଲରେ ତିଆରି ହୋଇଥିଲା। ତ ଏହି ମନ୍ଦିର ଗୁଡ଼ିକ ଏଇ ଯେଉଁ ମୁକ୍ତେଶ୍ୱର ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର, ପୁରୀରେ ଜଗନ୍ନାଥ ମନ୍ଦିର, କୋଣାର୍କରେ ସୂର୍ଯ୍ୟ ମନ୍ଦିର ଏସବୁ ତିଆରି ହୋଇଥିଲା ସେହି ସମୟରେ। କେଉଁଠି? ଭୁବନେଶ୍ୱରରେ। ଭୁବନେଶ୍ୱରରେ ହେଲା ମୁକ୍ତେଶ୍ୱର ମନ୍ଦିର ଆଉ ଅନନ୍ତ ବାସୁଦେବ ମନ୍ଦିର, ପୁରୀରେ ହେଲା ଜଗନ୍ନାଥ ମନ୍ଦିର, କୋଣାର୍କରେ ହେଲା ସୂର୍ଯ୍ୟ ମନ୍ଦିର। ଏହି ମନ୍ଦିର ଗୁଡ଼ିକ କଳିଙ୍ଗ ସ୍ଥାପତ୍ୟର ଗୋଟେ ଅନନ୍ୟ ପରିପ୍ରକାଶ ବୋଲି କୁହାଗଲା। ଏଠି ଦିଆଯାଇଛି ଦେଖ ମୁକ୍ତେଶ୍ୱର ମନ୍ଦିରର ଚିତ୍ର।